ଆଜିର ଅମୃତବାଣୀରେ ସମସ୍ତଙ୍କୁ ମୋ ସ୍ୱାଗତ ଜଣାଏ। ଆଜିର ଅମୃତବାଣୀ ହେଲା କର୍ମ। କରିଥିବା କର୍ମର ଫଳ କୋଉଠି ନା କୋଉଠି ନିଶ୍ଚିତ ମିଳିବ। ସମୟ ନୀରବ ଅଛି, ତା ମାନେ ନୁହେଁ କି ସମୟ ଜବାବ ଦେଇପାରେନି। ସମୟ ଆସିଲେ ନିଶ୍ଚିତ ଜବାବ ମିଳିବ। ଆଜିର ହସିକି କରାଯାଇଥିବା ପାପ ଫଳ କାଲି କାନ୍ଦିକି ସୁଝିବାକୁ ପଡ଼ିବ। କର୍ମ ଏମିତି ଚିଠି ଯାହା କେବେ ଭୁଲ ଠିକଣାରେ ପହଞ୍ଚେ ନାହିଁ। ସେଥିପାଇଁ କଥାରେ ମଧ୍ୟ ଅଛି, ହସି ହସି କରିଥିବା ପାପ କାନ୍ଦି କାନ୍ଦି ଭୋଗିବାକୁ ପଡ଼େ। ଆମେ ଭାବୁନା କି ଆମକୁ ଦେଖୁନାହିଁ, କେହି ଜାଣିପାରୁନାହିଁ, ମୁଁ ନିଛାଟିଆ ଜାଗାରେ ଅଛି କି ମୁଁ ଅନ୍ଧାର ଘରରେ ଅଛି। ଏଇଟା ଭୁଲ ଭାବନା। ଯାହା ମୁଁ କରଇ, ଯାହା ମୁଁ ଭାବଇ, ଯାହା ମୁଁ ଚିନ୍ତଇ ମନେ, ସବୁତକ ମାନବ ରୂପୀ ଜାଣୁଥାଇ ଏକାଠି ଜଣେ ଯାହାକି ଭଗବାନ, ସେ ଆମର ସବୁ କଥା ଜାଣୁଛନ୍ତି। ସେଥିପାଇଁ ଆମ କର୍ମକୁ ସବୁବେଳେ ଠିକ କରିବା।